ଆପଣଙ୍କୁ ସ୍ୱାଗତ। ଶେର୍ଲକ୍ ହୋମ୍ସ କାହାଣୀ 8 ପୁସ୍ତକର ଆଉ ଏକ ନୂଆ କାହାଣୀ, ଯେଉଁଟାକି ହେଉଛି ପଞ୍ଚମ କାହାଣୀ। ତାର ନାଁ ହେଉଛି ପ୍ରାୟୋରୀ ସ୍କୁଲ ବା ଗୋଟେ ବିଦ୍ୟାଳୟରେ କ'ଣ ଘଟଣା ଘଟିଛି, ରହସ୍ୟମୟ ଘଟଣା। ଚାଲନ୍ତୁ ଦେଖିବା। ଏଇଟା ହେଉଛି ପ୍ରଥମ ଅଧ୍ୟାୟ। ଏଇଟା ଗୋଟେ ଲମ୍ବା କାହାଣୀ ଅଛି, ବହୁତ କିଛି ଶିଖିବାକୁ ମିଳିବ। ଚାଲନ୍ତୁ ଆରମ୍ଭ କରିବା। ପ୍ରାୟୋରୀ ସ୍କୁଲ। ବେକର ଷ୍ଟ୍ରିଟ୍ରେ ଆମର ଛୋଟ ରଙ୍ଗମଞ୍ଚରେ ଅନେକ ନାଟକୀୟ ଆଗମନ ଆଉ ପ୍ରସ୍ଥାନ ଘଟିଯାଇଛି। କିନ୍ତୁ ଡାକ୍ତର ଥର୍ନିକ୍ରଫ୍ଟ ହକ୍ସଟେବଲ୍ MA PhD ଙ୍କର ପ୍ରଥମ ଆଗମନ ପରି ଅତର୍କିତ ଆଉ ଚମକପ୍ରଦ ଘଟଣା ମୋର ମନେ ପଡ଼ୁନାହିଁ। ଆଗେ ସେ ତାଙ୍କ କାର୍ଡ଼ଟା ପଠାଇ ଦେଲେ। କାର୍ଡ଼ ମାନେ ଯେଉଁ ଆମେ ଭିଜିଟିଂ କାର୍ଡ଼ ଯେମିତି କରୁଛେ, ବା ସେ ସମ୍ଭ୍ରାନ୍ତ ଲୋକ ତାଙ୍କର କାର୍ଡ଼ଟା ପଠାଇ ଦେଲେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଲେଖା ହେବା ପାଇଁ କାର୍ଡ଼ ଖଣ୍ଡ ଖୁବ୍ ଛୋଟ ମନେ ହେଲା। ତାର କେତେ ସେକେଣ୍ଡ ପରେ ସେ ନିଜେ ଘର ଭିତରକୁ ପଶି ଆସିଲେ। ବେଶ୍ ଦୀର୍ଘ ବଳିଷ୍ଠ ଦେହ, ଗମ୍ଭୀରତାର ଏକ ପ୍ରତିମୂର୍ତ୍ତି। ତଥାପି ସେ ଘର ଭିତରେ ପଶି ଦରଜାଟା ବନ୍ଦ କରି ଦେଲା ପରେ ଟଳି ଟଳି ଟେବୁଲ ଯାଏଁ ଆସି ତଳେ ପଡ଼ିଗଲେ। ତାଙ୍କର ସେଇ ଆଡ଼ମ୍ବରପୂର୍ଣ୍ଣ ବିରାଟ ଦେହ ଜ୍ଞାନଶୂନ୍ୟ ହୋଇ ଆମ ଗାଲିଚା ଉପରେ ପଡ଼ି ରହିଲା। ଏକଥା ଡକ୍ଟର ୱାଟସନ୍, ଯିଏକି ଶେର୍ଲକ୍ ହୋମ୍ସଙ୍କର ବନ୍ଧୁ, ଲେଖୁଛନ୍ତି ବା ଆମକୁ କହୁଛନ୍ତି କି ଏଇ ଘଟଣା ଘଟିଥିଲା ସେତେବେଳେ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ଆମେ ଚଟ୍ କରି ଉଠି ଠିଆ ହୋଇଗଲୁ। କିଛି ସମୟ ଯାଏ ଏଇ ବିପର୍ଯ୍ୟସ୍ତ ବିରାଟ ବପୁ ଆଡ଼େ ବିସ୍ମୟରେ ଚାହିଁ ରହିଲୁ। ବିରାଟ ବପୁ ମାନେ ବିରାଟ ଶରୀର ବା ବଡ଼ ଲୋକ ଜଣକ, ବହୁତ ମାନେ ବଳିଷ୍ଠ ଶରୀର। ତାପରେ ଜାଣିଲୁ ତାଙ୍କ ଜୀବନ ସମୁଦ୍ର ଉପରେ ଗୋଟାଏ ଭୀଷଣ ଝଡ଼ ବହିଯାଇଛି। ତାପରେ ହୋମ୍ସ ଗୋଟାଏ କୁସନ ନେଇ ତାଙ୍କ ମୁଣ୍ଡ ତଳେ ଦେଇଦେଲେ, ଆଉ ମୁଁ କିଛି ବ୍ରାଣ୍ଡି ନେଇ ତାଙ୍କ ପାଟିରେ ଢାଳିଦେଲି। ତାମାନେ ଶେର୍ଲକ୍ ହୋମ୍ସ ଗୋଟେ କୁସନ, ମାନେ ଯେଉଁ ତକିଆ ବା ମୁଣ୍ଡ ତଳେ ଦେବା ପାଇଁ ଗୋଟେ ନେଇକି ଦେଇଦେଲେ, ଆରାମ ଲାଗିବ। ଆଉ ୱାଟସନ୍ ବ୍ରାଣ୍ଡି ନେଇ ତାଙ୍କ ପାଟିରେ ଢାଳିଦେଲେ, ତାମାନେ ଗୋଟେ ପ୍ରକାର ଲିକ୍ୱର ବା ଶରାବ, ବା ଆମେ କହିବା ୱାଇନ୍ ଟାଇପ୍ର। ତାପରେ କ'ଣ ହେଲା, ତାଙ୍କର ଏଡ଼େ ବଡ଼ ଗୋରା ମୁହଁରେ ଚିନ୍ତା ଆଉ ବ୍ୟସ୍ତତାର ରେଖା। ଆଖି ଦିଟା ବୁଜି ହୋଇ ଯାଇଥାଏ। ଖିଅର ହୋଇ ନଥିବାରୁ ମୁହଁରେ ଦାଢ଼ି। ପିନ୍ଧା କୁରୁତାରୁ ଜଣା ଯାଉଥିଲା ଖୁବ୍ ଦୂରରୁ ଆସିଛନ୍ତି। ମୁଣ୍ଡର ବାଳଗୁଡ଼ା ଅଲୁରା। ଏହିପରି ଅବସ୍ଥାରେ ସେ ଆମ ଆଗରେ ପଡ଼ିଥିଲେ। ହୋମ୍ସ ପଚାରିଲେ, ଘଟଣା କ'ଣ ୱାଟସନ୍? ମୁଁ ଭଦ୍ରଲୋକଙ୍କ ନାଡ଼ି ପରୀକ୍ଷା କରୁ କରୁ କହିଲି, ପୂରାପୂରି କ୍ଳାନ୍ତି, ବୋଧହୁଏ କ୍ଷୁଧା ଆଉ ଅବସାଦର ଫଳ। ନାଡ଼ି ଖୁବ୍ ଦୁର୍ବଳ ଆଉ କ୍ଷୀଣ। ତାମାନେ ସେ ବହୁତ ଦୂରରୁ ଆସିଛନ୍ତି, ଭୋକିଲା ଅଛନ୍ତି, ଆଉ ଅବସାଦ ବା ଦୁଃଖରେ ମ୍ରିୟମାଣ ହୋଇକି ସେ ପଡ଼ିଯାଇଥିଲେ ସେଇ ଆଗନ୍ତୁକ ବ୍ୟକ୍ତି। ତାପରେ କ'ଣ ହେଲା ଦେଖିବା। ହୋମ୍ସ ଭଦ୍ରଲୋକଙ୍କ ୱାଚ୍ ପକେଟରୁ ଖଣ୍ଡେ ଟିକେଟ ବାହାର କରି କହିଲେ, ମାକଲ୍ଟନ୍ ଷ୍ଟେସନରେ ରିଟର୍ଣ୍ଣ ଟିକେଟ। ମାକଲ୍ଟନ୍ ଷ୍ଟେସନର ରିଟର୍ଣ୍ଣ ଟିକେଟ। ମାକଲ୍ଟନ୍ ଇଂଲଣ୍ଡର ଉତ୍ତରାଞ୍ଚଳରେ। ଏବେ 12ଟା ବାଜିନାହିଁ। ସେ ନିଶ୍ଚୟ ଖୁବ୍ ସହଳ ବାହାରି ଆସିଛନ୍ତି। ତାମାନେ ଟ୍ରେନରେ ଟିକେଟ କରିକି ସେ ଆସିଥିଲେ, ଆଉ ରିଟର୍ଣ୍ଣ ଟିକେଟ ରଖିଥିଲେ ସେଇ ବ୍ୟକ୍ତି ଜଣକ, ଯାହାଙ୍କ ନାଁ ହେଉଛି
थर्नीक्रफ्ट हक्सटेबल। तापर कौन है, भद्रलोकंकर बुझी होइथिबा आखिपता सामान्य हलिबाकू आरंभ कला। तापरे दुईटा धूसर आखि आम मुहंकू चाही रहिला। टिकिए परे बिचरा भद्रलोक उठी ठिया हेले। लाजरे तांको मुह रंग पड़ी जाइथाए। तापरे कहिले, मोर ए दुर्बलता पाई क्षमा करिवे मिस्टर होम्स। मु अतिशय क्लांत होई पड़िछि। मोते किछि बिस्कुट आउ गोटे ग्लास दूध देले बड़ उपकृत हेबी। तापरे मोते निश्चय भल लागिबो। आपण निश्चय मो साथी रे जिबे मिस्टर होम्स। सेथिपे मु निजे आसीछि। देखिली टेलीग्राम द्वारा केसटार गुरुत्व बुझाई हेबो नाही। आपण पूरापूरी सुस्थ हेला परे एबे मु बेस सुस्थ हेलिनी। मु केमिति एते दुर्बल होई पड़िली किछि भाबी पारु नाही। एबे जेउ ट्रेन मिलिबो सेथिरे आपणଙ୍କୁ मो साथीरे माकल्टन जिबाकू हेबो। मुंड हलाई मो बंधु कहिले, मो सहकर्मी डाक्टर वाटसन कहिबे आमे एइले केमिति कार्यव्यस्त। फेरर्स दलिल पत्र केस रे मु नियुक्त होइछि। पुणी आबर गाभेनी हत्या मकदमार विचार पाखई आसिलानी। तेणु अति गुरुतर केस नहेले मु वर्तमान लंडन छाड़ी जाई परिबी नाही। एक कथा शेरलक होम्स कहउछन्ती। तापर कोन हला, आनंदरे हाथ दीटा उपरकू टेकी भद्रलोक कहिले, गुरुत्वर आपण ड्यूक होल्डरनेस को एकमात्र पुअर हरणचाल विषय किछि जानती नहीं कि? कौन कहिले, भूतपूर्व कैबिनेट मंत्री? हाँ आज्ञा, घटनाटा खबर कागज को नजिबा पाई आमे चेष्टा करिथिलु, किंतु काली राति ग्लोब कागज रे किछि प्रकाशित होईछि। मु भाबिली आपण हुए तो खबरटा पाइथिबे। होम्स तांको लंबा हाथ बढ़ाई सेल्फ रु एनसाइक्लोपीडिया रो एच खंड आनी पढ़िले। होल्डरनेस, षष्ठ ड्यूक, केजी, पीसी इत्यादि। बारन बेभरली आर्ल ऑफ कार्स्टन। तामाने एई गुडा एई आर्ल ऑफ कार्स्टन सेटा उपाधि तांको मिली छी। लंडन रे बा इंग्लैंड रे एमती उपाधि दिया जाए। आउ एनसाइक्लोपीडिया बा जो आमे जेमती कहूचे आमर जो अच्छी डिक्शनरी से भलिया तांकर समस्तंकर लेखा जाई थाए। सेथिरु देखिकी से एई कथा पढुचंती। आउ थरे मु पढि दउची कोन लेखा थिला सेटा। होम्स तांको लंबा हाथ बढ़ाई सेल्फ रु बा थाकरु एनसाइक्लोपीडिया रो एच खंड आनी पढ़िले। होल्डरनेस, तांको ना होची होल्डरनेस, षष्ठ ड्यूक, ता माने से होचन ड्यूक 6, के जी पी सी इत्यादि। बारन बेभरली आर्ल ऑफ कार्स्टन, इटा होची उपाधि तांकर आर्ल ऑफ कार्स्टन। तापर कोन हला, 1900 ख्रीष्टाब्द रु हलामशायर रो लॉर्ड लेफ्टिनेंट, तामाने 1900 मसिया रु से हलामशायर लॉर्ड लेफ्टिनेंट। तापरे 1888 ख्रीष्टाब्द रे चार्ल्स आपल डोरकर झियो एडिथ को विवाह कले। प्राय 250,000 एकर जमीर मालिक। लंकाशायर एवं वेल्स रे खणी मालिक। ठिकଣା ହେଲା कार्लटन हाउस टेरास, होल्डरनेस हॉल, हालामशायर,
କାର୍ଷ୍ଟନ କାର୍ଲସ ବାଙ୍ଗର ୱେଲ୍ସ ଏଇଗୁଡ଼ା ହେଉଛି ଠିକଣା। ତାପରେ 1872ରେ ଲର୍ଡ ଅଫ୍ ଆଡମିରାଲିଟି ରାଜ୍ୟର ଚିଫ୍ ସେକ୍ରେଟାରୀ 1872ରେ ରାଜ୍ୟର ସେକ୍ରେଟାରୀ ରାଜାଙ୍କର ସବୁଠୁ ବଡ଼ ପ୍ରଜା ପରି ଜଣାପଡ଼ୁଛନ୍ତି। ତାମାନେ ଏଇ କଥା ସେରଲକ୍ ହୋମ୍ସ ସେ ଯେଉଁ ଏନସାଇକ୍ଲୋପିଡ଼ିଆରୁ ସବୁ ପଢ଼ିଗଲେ, ତାଙ୍କ ବିଷୟରେ ଏଇଆ ଲେଖା ଥିଲା। ତାପରେ କ'ଣ ହେଲା? ହଁ, ସବୁଠୁ ବଡ଼ ଆଉ ବୋଧହୁଏ ସବୁଠୁ ଧନୀ। ମୁଁ ଜାଣେ ମିଷ୍ଟର ହୋମ୍ସ, ଆପଣଙ୍କ ବ୍ୟବସାୟରେ ଆପଣଙ୍କର ଯଥେଷ୍ଟ ଖ୍ୟାତି ଅଛି, ଆଉ ଏଇଭଳି କାମରେ ଆପଣଙ୍କର ଖୁବ୍ ଆଗ୍ରହ। ତା ଛଡ଼ା ମାନ୍ୟବର ଡ୍ୟୁକ୍ ଜଣାଇ ଦେଇଛନ୍ତି, ମାନ୍ୟବର ଡ୍ୟୁକ୍ ମାନେ ସେଇ ହୋଲ୍ଡରନେସ୍ ବା ସେଇ ଯେଉଁ ଆମର ରହିଲେ ଧନୀ ବ୍ୟକ୍ତିଙ୍କ କଥା ଆମେ ଦେଖୁଛେ। ତା ଛଡ଼ା ମାନ୍ୟବର ଡ୍ୟୁକ୍ ଜଣାଇ ଦେଇଛନ୍ତି ତାଙ୍କ ପୁଅ କେଉଁଠି ଯେ କହିଦେଇପାରିବ ତାକୁ 5,000 ପାଉଣ୍ଡର ଏକ ଚେକ୍ ପୁରସ୍କାର ଦେବେ ଏବଂ କିଏ ବା କେଉଁମାନେ ତାକୁ ନେଇଯାଇଛନ୍ତି କହିପାରିଲେ ଆଉ 1,000 ପାଉଣ୍ଡ ପୁରସ୍କାର ଦେବେ। ପୁରସ୍କାରଟା ବେଶ୍ ଆକର୍ଷଣୀୟ। ମୁଁ ଭାବୁଛି ୱାଟସନ୍, ଆମେ ଡକ୍ଟର ହକ୍ସଟେବଲଙ୍କ ସାଥିରେ ଉତ୍ତର ଇଂଲଣ୍ଡ ଯିବା। ଏଥର ଡକ୍ଟର ହକ୍ସଟେବଲ, ଆପଣ ଦୁଗ୍ଧ ଗ୍ଲାସଟା ପିଇ ଦିଅନ୍ତୁ, ତାପରେ ମୋତେ କୁହନ୍ତୁ କ'ଣ ଘଟିଛି, କେବେ ଘଟିଛି ଆଉ କେମିତି ଘଟିଛି। ଘଟଣା ସହିତ ଆପଣଙ୍କର ସମ୍ପର୍କ କ'ଣ? ଘଟଣା ଘଟିବାର 3 ଦିନ ପରେ ଆପଣ ମୋ ପାଖକୁ ଆସିବାର କାରଣ କ'ଣ? ଏକଥା ସେରଲକ୍ ହୋମ୍ସ ପଚାରୁଛନ୍ତି। ତାପରେ କ'ଣ ହେଲା? ଆଗନ୍ତୁକ ଦୁଗ୍ଧ ଆଉ ବିସ୍କୁଟ ଖାଇବା ପରେ ତାଙ୍କ ଆଖି ଆଉ ମୁହଁ ବେଶ୍ ସତେଜ ଦେଖାଗଲା। ସେ ବେଶ୍ ପରିଷ୍କାର ଭାବେ ଘଟଣାଟା କହିବାକୁ ଆରମ୍ଭ କଲେ। ମାକଲଟନ ପାଖ ପ୍ରାୟରୀ ସ୍କୁଲର ବା ଆବାସିକ ସ୍କୁଲର ମୁଁ ସ୍ଥାପୟିତା ଏବଂ ପ୍ରିନ୍ସିପାଲ। ପ୍ରାୟରୀ ସ୍କୁଲରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରାଯାଏ। ହକ୍ସଟେବଲଙ୍କ ସାଇଡ୍ ଲାଇଟସ୍ ଅନ୍ ହେରେସ୍ ହକଷ୍ଟେବଲଙ୍କ ସାଇଡ୍ ଲାଇଟସ୍ ଅନ୍ ହୋରେସ୍ କହିଲେ ମୋ ନାଁଟା ବୋଧହୁଏ ଆପଣମାନଙ୍କର ମନେ ପଡ଼ିବ। ସାରା ଇଂଲଣ୍ଡରେ ଏଇ ପ୍ରାୟରୀ ସ୍କୁଲ ନିଃସନ୍ଦେହରେ ସବୁଠୁ ଭଲ। ଲର୍ଡ ଲିଭରଷ୍ଟ୍ରୋକ୍ ବ୍ଲାକ୍ ୱାଟରଙ୍କର ଆର୍ଲ, ସାର୍ ହାର୍ଟ ସୋମ୍ସ ସମସ୍ତେ ତାଙ୍କ ପୁଅଙ୍କୁ ମୋ ଜିମାରେ ଛାଡ଼ି ଦେଇଛନ୍ତି। ଆଉ ଥରେ ପଢ଼ିବା ସେଟା। ଲର୍ଡ ଲିଭରଷ୍ଟ୍ରୋକ୍ ବ୍ଲାକ୍ ୱାଟର ଆର୍ଲ, ସାର୍ କାଟହାର୍ସ ସୋମ୍ସ ସମସ୍ତେ ତାଙ୍କ ପୁଅଙ୍କୁ ମୋ ଜିମାରେ ଛାଡ଼ି ଦେଇଛନ୍ତି। 3 ସପ୍ତାହ ତଳେ ହୋଲ୍ଡର ତାଙ୍କ ପୁଅଙ୍କୁ ମୋ ଜିମାରେ ହୋଲ୍ଡରନେସ୍ର ଡ୍ୟୁକ୍ ତାଙ୍କ ସେକ୍ରେଟାରୀ ମିଷ୍ଟର ଜେମ୍ସ ୱାଇଲ୍ଡରଙ୍କ ହାତରେ ଖବର ପଠାଇଲେ ଯେ ତାଙ୍କର ଏକମାତ୍ର ପୁଅ ଆଉ ଉତ୍ତରାଧିକାରୀ 10 ବର୍ଷ ବୟସ୍କ ଲର୍ଡ ସାଲ୍ଟାୟରଙ୍କୁ ମୋ ପାଖରେ ଛାଡ଼ିବେ। ମୁଁ ଭାବିଲି ମୋ ସ୍କୁଲର ଗୌରବ ଚରମ ସୀମାରେ ପହଞ୍ଚିଗଲା। ଶେଷରେ କିନ୍ତୁ ଏହା ମୋର ଚରମ ଦୁର୍ଭାଗ୍ୟ ହେବ ବୋଲି ମୁଁ ମୋଟେ ଚିନ୍ତା କରିନଥିଲି। ମେ ମାସରୁ ସ୍କୁଲ ଆରମ୍ଭ ହୁଏ। ସେ ମେ ମାସ 1 ତାରିଖ ଦିନ ବାଳକ ସାଲ୍ଟାୟର ଆସି ପହଞ୍ଚିଲେ। ତାମାନେ ସେ ଛୋଟ ପିଲାଟାର ନାଁ ହେଉଛି ସାଲ୍ଟାୟର। ଭାରି ଚମତ୍କାର ପିଲା, ଆଉ ଖୁବ୍ ଶୀଘ୍ର ସେ ଆମର ଚଳନୀ ସାଥିରେ ମିଶିଗଲେ। ଆପଣଙ୍କୁ ଗୋଟେ କଥା କହିବି, ବେଶ୍ ବିଚାର କରି ମୁଁ ଏକଥା କହୁଛି, କାରଣ ଏସବୁ କଥାରେ ମୁଁ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ନ ହେବା ନିହାତି ଭୁଲ। ଘରେ ସେ ପୂରା ଖୁସିରେ ନଥିଲେ। ଏକଥା
ଜଣାଶୁଣା ଯେ ଡ୍ୟୁକ୍ଙ୍କ ବିବାହିତ ଜୀବନ ସୁଖମୟ ନଥିଲା ଏବଂ ଡ୍ୟୁକ୍ ଆଉ ତାଙ୍କ ସ୍ତ୍ରୀ ଉଭୟଙ୍କ ରାଜିରେ ସେମାନେ ଅଲଗା ହୋଇଗଲେ। ତାଙ୍କ ସ୍ତ୍ରୀ ଯାଇ ଦକ୍ଷିଣ ଫ୍ରାନ୍ସରେ ରହିଲେ। ଏ ଘଟଣା ଅଳ୍ପ ଦିନ ତଳେ ଘଟିଥିଲା ଆଉ ବାଳକ ସାଲ୍ଟାରଙ୍କ ମାଙ୍କ ପ୍ରତି ଗଭୀର ସହାନୁଭୂତି ଥିବାର ଶୁଣାଯାଏ। ମା ହୋଲ୍ଡରନେସ୍ ହଲ୍ରୁ ଚାଲିଯିବା ପରେ ସେ ଖୁବ୍ ଦୁର୍ବଳ ଆଉ ନିସ୍ତେଜ ହୋଇପଡ଼ିଲେ। ସେଥିପାଇଁ ଡ୍ୟୁକ୍ ତାଙ୍କୁ ମୋ ପାଖକୁ ପଠାଇବାକୁ ମନେ କଲେ। 15 ଦିନ ଭିତରେ ସେ ଆମ ସାଥିରେ ବେଶ୍ ହସଖୁସିରେ ଚଳିଲେ। ଗଲା ସୋମବାର ମେ 13 ତାରିଖ ରାତିରେ ତାଙ୍କର ଶେଷ ଦେଖା ହୋଇଥିଲା। ତାଙ୍କ କୋଠରୀ ଦ୍ୱିତୀୟ ମହଲାରେ, ତାମାନେ ସେଇ ଯେଉଁ ବାଳକଙ୍କ କୋଠରୀ, ସାଲ୍ଟାର ଯାହାଙ୍କ ନାଁ, ତାଙ୍କ କୋଠରୀ ଦ୍ୱିତୀୟ ମହଲାରେ, ଯିଏକି ଡ୍ୟୁକ୍ଙ୍କର ପୁଅ। ତାପରେ କ'ଣ ହେଲା, ସେ ବଖରାକୁ ଯିବାକୁ ହେଲେ ଆଉ ଗୋଟେ ବଡ଼ ବଖରା ଦେଇ ଯିବାକୁ ହେବ। ସେ ବଖରାରେ 2 ଜଣ ପିଲା ଶୋଇଥିଲେ। ସେମାନେ କିଛି ଦେଖି ନାହାନ୍ତି କି ଶୁଣି ନାହାନ୍ତି। ତେଣୁ ତରୁଣ ସାଲ୍ଟାର ଯେ ସେବାଟେ ଯାଇନାହାନ୍ତି ଏହା ନିଶ୍ଚିନ୍ତ। ତାଙ୍କ ଘରର ଝରକା ଖୋଲା ଥିଲା ଆଉ ତାରି ପାଖରେ ଗୋଟେ ଶକ୍ତ ଆଇଭି ଲତା ମାଡ଼ିଥିଲା। ଆଇଭି ହେଉଛି ଗୋଟେ ଗଛର ଲତା ମାଡ଼ିଥିଲା। ତଳେ ଭୂଇଁରେ ଆମେ କୌଣସି ପାଦଚିହ୍ନ ପାଇଲୁ ନାହିଁ। ବାହାରକୁ ଯିବା ପାଇଁ କେବଳ ସେଇ ଗୋଟାକ ବାଟ ସମ୍ଭବ ନିଶ୍ଚିନ୍ତ। ତାପରେ କ'ଣ ହେଲା, ମଙ୍ଗଳବାର ସକାଳ 7ଟା ବେଳେ ସେ ନଥିବା ଜଣାଗଲା। ପୂର୍ବ ରାତିରେ ସେ ତାଙ୍କ ବିଛଣାରେ ଶୋଇବାର ଚିହ୍ନ ଥିଲା। ଯିବା ଆଗରୁ ସେ ତାଙ୍କ ସ୍କୁଲ ପୋଷାକ ଗାଢ଼ ଧୂସର ରଙ୍ଗର ଟ୍ରାଉଜର ଆଉ କଳା ଇଟନ୍ କୁରୁତା ପିନ୍ଧିଛନ୍ତି। ଅନ୍ୟ କେହି ସେ ଘର ଭିତରେ ପଶିବାର କିଛି ଚିହ୍ନ ନାହିଁ। କିଛି ପାଟିତୁଣ୍ଡ ବା ଗଣ୍ଡଗୋଳ ହୋଇଥିଲେ ଶୁଣା ଯାଇଥାନ୍ତା, କାରଣ ପାଖ ଘରେ ଶୋଇଥିବା ବଡ଼ ପିଲା କାଣ୍ଟରର ନିଦ ଭାରି ପତଳା। ତାମାନେ ଆଉ ଗୋଟେ ବଡ଼ ପିଲା ପାଖ ଘରେ ଶୋଇଥିଲା, ଯାହା ନାଁ ହେଉଛି କାଣ୍ଟର। ତାର ନିଦ ଭାରି ପତଳା, ସେ ଶୁଣିପାରିଥାନ୍ତା। ତାପରେ କ'ଣ ହେଲା, ଯେତେବେଳେ ଲର୍ଡ ସାଲ୍ଟାର ନଥିବା କଥା ଜଣାପଡ଼ିଲା, ମୁଁ ସାରା ସ୍କୁଲ ପିଲା, ଶିକ୍ଷକ ଆଉ ଚାକର ବାକରମାନଙ୍କ ହାଜିରା ନେଲି। ସେତେବେଳେ ଯାଇ ଜାଣିଲୁ ଯେ ଲର୍ଡ ସାଲ୍ଟାର ଏକା ପଳାଇ ଯାଇନାହାନ୍ତି। ଜର୍ମାନ ଭାଷା ଶିକ୍ଷକ ହେଡ୍ଜର ମଧ୍ୟ ନଥିଲେ। ତାମାନେ ଜର୍ମାନ ଭାଷା ଯିଏ ଶିଖାନ୍ତି ଲାଙ୍ଗୁଏଜ, ସେ ଶିକ୍ଷକ ହିଟଜର ମଧ୍ୟ ନଥିଲେ। ତାଙ୍କ କକ୍ଷ ମଧ୍ୟ ଦ୍ୱିତୀୟ ମହଲାରେ, କିନ୍ତୁ ଆର ମୁଣ୍ଡରେ, ତାମାନେ ଅପର ପକ୍ଷରେ। ତାଙ୍କ ଘରର ମୁହଁ ଯେଉଁଆଡ଼େ, ସାଲ୍ଟାରଙ୍କ ଘରର ମୁହଁ ମଧ୍ୟ ସେଇଆଡ଼େ। ସେ ମଧ୍ୟ ବିଛଣାରେ ଶୋଇଥିଲେ ବୋଲି ଜଣାଗଲା, କିନ୍ତୁ ସେ ଯିବା ଆଗରୁ ପୂରା ପୋଷାକ ପିନ୍ଧି ନାହାନ୍ତି। କାରଣ ତାଙ୍କ କୁରୁତା ଆଉ ମୋଜା ଘର ଚଟାଣରେ ପଡ଼ିଥିଲା। ସେ ସେଇ ଆଇଭି ଲତା ବାଟେ ଓହ୍ଲାଇଛନ୍ତି। ଆମେ ସେଠି ପଡ଼ିଆରେ ତାଙ୍କ ପାଦଚିହ୍ନ ଦେଖିବାକୁ ପାଇଲୁ। ଏଇ ପଡ଼ିଆ ପାଖରେ ଗୋଟେ ମେଲା ଘରେ ତାଙ୍କ ସାଇକେଲ ରହେ, ଦେଖିଲୁ ସେଇଟା ମଧ୍ୟ ନାହିଁ। ସେ 2 ବର୍ଷ ହେଲା ମୋ ପାଖରେ ଥିଲେ ଆଉ ତାଙ୍କ ଚରିତ୍ର ବେଶ୍ ଭଲ। କେବଳ ସେ ବେଶୀ କଥାବାର୍ତ୍ତା କରନ୍ତି ନାହିଁ ଆଉ ଟିକିଏ ରୁକ୍ଷ ଲୋକ। ତାମାନେ ସେ ଯେଉଁ ଜର୍ମାନ ଟିଚର ହେଡ୍ଜର, ସେ ହେଉଛନ୍ତି ବେଶୀ କଥାବାର୍ତ୍ତା କରନ୍ତି ନାହିଁ ଆଉ ଟିକେ ରୁକ୍ଷ ଲୋକ। ତେଣୁ ଛାତ୍ର ବା ଶିକ୍ଷକମାନଙ୍କ ପାଖରେ ସେ ସେତେ ପ୍ରିୟ ନୁହନ୍ତି। ପଳାତକ 2 ଜଣଙ୍କର କିଛି ଖୋଜ ଖବର ମିଳିଲା ନାହିଁ। ଆଜି ଗୁରୁବାର ହେଲା, ହେଲେ ମଙ୍ଗଳବାର ଦିନ ଆମେ ଯେଉଁ ଅନ୍ଧାରରେ ଥିଲୁ, ଆଜି ବି ସେଇ ଅନ୍ଧାରରେ। ଆମେ ଅବଶ୍ୟ ହୋଲ୍ଡରନେସ୍ ହଲ୍ରେ ଖବର ନେଇଥିଲୁ। ଜାଗାଟା ସ୍କୁଲଠୁ ଅଳ୍ପ କେତେ ମାଇଲ ଦୂର। ଆମେ ଭାବିଲୁ ହଠାତ୍ ଘର କଥା ମନେ ପଡ଼ିଥିବ ଆଉ ସେ ତାଙ୍କ ବାପାଙ୍କ ପାଖକୁ ଚାଲି ଯାଇଥିବେ।
କିନ୍ତୁ ସେଠି ତାଙ୍କ କଥା କେହି କିଛି ଜାଣନ୍ତି ନାହିଁ। ଡ୍ୟୁକ୍ ବଡ଼ ବିଚଳିତ ହୋଇପଡ଼ିଛନ୍ତି। ଆଉ ମୋ କଥା ତ ଆପଣ ନିଜ ଆଖିରେ ଦେଖିଲେ। ମିଷ୍ଟର ହୋମ୍ସ, ଆପଣ ଯଦି କେବେ ଆପଣଙ୍କ ସମସ୍ତ ଶକ୍ତି ଖଟାଇବାର ଚାହାନ୍ତି, ତେବେ ମୁଁ ଅନୁରୋଧ କରୁଛି ବର୍ତ୍ତମାନ ହିଁ କରନ୍ତୁ। ଆପଣଙ୍କ ଜୀବନରେ ହୁଏତ ଆପଣ ଏପରି ଗୋଟେ କେସ୍ ପାଇପାରିବେ ନାହିଁ। ଏକଥା ସେଇ ସ୍କୁଲର ମୁଖିଆ ହଗ୍ଷ୍ଟେବୁଲ କହୁଛନ୍ତି ସେର୍ଲକ ହୋମ୍ସକୁ। ତାପରେ କ'ଣ ହେଲା? ବିଚରା ସ୍କୁଲ ଶିକ୍ଷକଙ୍କର କାହାଣୀ ସେର୍ଲକ ହୋମ୍ସ ଖୁବ୍ ଆଗ୍ରହର ସହିତ ଶୁଣିଗଲେ। ତାଙ୍କ ଆଖିପତା ଆଉ କୁଞ୍ଚିତ କପାଳରୁ ଜଣାଗଲା ଯେ ସମସ୍ୟାଟା ଉପରେ ଏକାଗ୍ର ଧ୍ୟାନ ଦେବା ପାଇଁ ତାଙ୍କୁ ପ୍ରବର୍ତ୍ତାଇବା ଦରକାର ନାହିଁ। ସମସ୍ୟାଟାରେ ଯଥେଷ୍ଟ ସ୍ୱାର୍ଥ ବ୍ୟତୀତ କେତେକ ଜଟିଳ ଆଉ ଅସାଧାରଣ ଘଟଣା ଥିଲା ଆଉ ହୋମ୍ସ ତାକୁ ହିଁ ଭଲ ପାଆନ୍ତି। ସେ ପକେଟରୁ ନୋଟବୁକ୍ ବାହାର କରି ଗୋଟେ ଦିଟା କଥା ସଂକ୍ଷେପରେ ଟିପି ନେଲେ। ତାପରେ ବିରକ୍ତ ହୋଇ କହିଲେ, ଆପଣ ଆଗରୁ ମୋ ପାଖକୁ ନ ଆସି ଖୁବ୍ ଅବହେଳା କରିଛନ୍ତି। ଯଥେଷ୍ଟ ଅସୁବିଧା ଭିତରେ ମୋର ଅନୁସନ୍ଧାନ ଆରମ୍ଭ କରିବାକୁ ହେବ। ଉଦାହରଣ ସ୍ୱରୂପ ସେଇ ଆଇଭି ଲତା ଆଉ ପଡ଼ିଆରୁ ଜଣେ ବିଶେଷଜ୍ଞ ଆଖିରେ ଯେ କିଛି ପଡ଼ି ନଥାନ୍ତା ତାହା ଚିନ୍ତା କରାଯାଇପାରେ ନା। ତାମାନେ ସେ ଯେଉଁ ଆଇଭି ଲତାଟା ଆଉ ପଡ଼ିଆରେ କିଛି ଖୋଜିକି ପାଇପାରିଥାନ୍ତେ। ଦେଖିବା କ'ଣ ହେଲା। ଏଥିରେ ମୋର କିଛି ଦୋଷ ନାହିଁ ମିଷ୍ଟର ହୋମ୍ସ। ମାନ୍ୟବର ଡ୍ୟୁକ୍ ଲୋକାପବାଦକୁ ବା ଲୋକଙ୍କର ଅପବାଦକୁ ଏଡ଼ାଇବାକୁ ଚାହିଁଲେ। ତାଙ୍କର ଭୟ ହେଲା ତାଙ୍କ ପାରିବାରିକ ଅଶାନ୍ତି ପଦାରେ ପଡ଼ିଯିବ। ତାମାନେ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯେଉଁ ଅଶାନ୍ତି ଥିଲା ବା ଅଲଗା ହୋଇଗଲେ ସେଇ କଥା ପଦାରେ ପଡ଼ିଯିବ ଭାବିକି ସିଏ ଏ କଥାକୁ ଚାପି ଦେବାକୁ ବା ନ ପ୍ରକାଶ କରିବାକୁ ଚିନ୍ତା କରିଥିଲେ। ତାପରେ କିନ୍ତୁ ସରକାରୀ ସ୍ତରରେ କିଛି ଅନୁସନ୍ଧାନ ହୋଇଛି କି? ହଁ ଆଜ୍ଞା, କିନ୍ତୁ ଫଳ ବଡ଼ ନୈରାଶ୍ୟଜନକ। ହଠାତ୍ ଗୋଟେ ପ୍ରମାଣ ମିଳିଲା ପରି ଜଣାଗଲା। ପାଖର ଗୋଟେ ଷ୍ଟେସନରୁ ଜଣେ ଯୁବକ ଆଉ ଜଣେ ବାଳକ କୁଆଡ଼େ ଚାଲିଯିବାର ଖବର ମିଳିଲା। କାଲି ରାତିରେ ଆମେ ଖବର ପାଇଲୁ ଯେ ସେ ଦୁଇଜଣଙ୍କୁ ଲିଭରପୁଲରେ ଠାବ କରାଗଲା। କିନ୍ତୁ ଦେଖାଗଲା ଏ ଘଟଣା ସହ ତାଙ୍କର କିଛି ସମ୍ପର୍କ ନାହିଁ। ତାପରେ ମୁଁ ବଡ଼ ବିବ୍ରତ ଆଉ ହତାଶ ହୋଇପଡ଼ିଲି। ରାତିସାରା ନିଦ ହେଲା ନାହିଁ। ବଡ଼ି ଭୋର ଟ୍ରେନରେ ସିଧା ଆପଣଙ୍କ ପାଖକୁ ଚାଲି ଆସିଲି। ମୁଁ ଭାବୁଛି ଏଇ ମିଥ୍ୟା ପ୍ରମାଣ ପଛରେ ଗୋଡ଼ାଇଲା ବେଳେ ସ୍ଥାନୀୟ ଅନୁସନ୍ଧାନ ନିଶ୍ଚିତ କିଛିଟା ଢିଲା ହୋଇଯାଇଥିବ। ପୁରାପୁରି ବନ୍ଦ ହୋଇଗଲା। ତାମାନେ ସ୍ଥାନୀୟ ଯେଉଁ ଅନୁସନ୍ଧାନ ହେଉଥିଲା ବା ଖୋଜାଖୋଜି ଚାଲିଥିଲା ବନ୍ଦ ହୋଇଗଲା ପୁରାପୁରି। ତାପରେ ତାହେଲେ ପରଦିନ ଅକାରଣରେ ଗଲା। ତାହେଲେ 3 ଦିନ ଅକାରଣରେ ଗଲା। ତାମାନେ ଏଇ ଯେଉଁ 3 ଦିନ ଘଟିଲାଣି କିଛି ଆଗକୁ ବଢ଼ିଲା ନାହିଁ ବା ଅକାରଣରେ ଗଲା। ଦେଖୁଛି କାମଟା ନିହାତି ଭୁଲ ହୋଇଗଲା। ଏକଥା ସେର୍ଲକ ହୋମ୍ସ କହୁଛନ୍ତି। ତାପରେ କ'ଣ ହେଲା? ମୁଁ ସେଇ କଥା ଭାବୁଛି ଆଉ ମାନୁଛି ମଧ୍ୟ। ତଥାପି ସମସ୍ୟାଟାର ସମାଧାନ କରାଯାଇପାରେ। ମୁଁ ଖୁସିରେ ଏ ଘଟଣା ଦେଖିବି। ଆଚ୍ଛା, ଏଇ ଜର୍ମାନ ଶିକ୍ଷକ ଆଉ ପିଲା ଭିତରେ କିଛି ସମ୍ପର୍କ ଥିବାର ଆପଣ ଜାଣିପାରିଛନ୍ତି କି? ନା, କିଛି ସମ୍ପର୍କ ନାହିଁ। ସେ ଏଇ ଶିକ୍ଷକଙ୍କ କ୍ଲାସରେ ପଢ଼ୁଥିଲେ କି? ନା, ମୁଁ ଯେତେ ଦୂର ଜାଣେ ସେ ତାଙ୍କ ସାଥିରେ କେବେ ହେଲେ ପଦେ କଥାବାର୍ତ୍ତା ବି କରିନାହାନ୍ତି। ଏଇଟା ନିଶ୍ଚୟ ଅତି ଅସାଧାରଣ। ପିଲାଙ୍କର ସାଇକେଲ ଥିଲା କି? ନା। ଅନ୍ୟ କୌଣସି ସାଇକେଲ ହଜି ନାହିଁ ତ? ନା। ଏଇଟା ନିଶ୍ଚିନ୍ତ? ହଁ, ନିଶ୍ଚିନ୍ତ। ତାମାନେ ଅନ୍ୟ କୌଣସି ସାଇକେଲ ହଜିଛି ବା କିଏ ନେଇଛି? ନା, ନାଇଁ, ନିଆଯାଇନାହିଁ। ଏଇଟା ନିଶ୍ଚିନ୍ତ
ଆମେ। ତାପରେ ବର୍ତ୍ତମାନ ଦେଖନ୍ତୁ ଆପଣ କ'ଣ କହିବାକୁ ଚାହାନ୍ତି ଆପଣ କ'ଣ କହିବାକୁ ଚାହାନ୍ତି ଯେ ଏଇ ଜର୍ମାନ ଭଦ୍ରଲୋକ ରାତି ଅନ୍ଧାରରେ ପିଲାକୁ କୋଳରେ ଧରି ସାଇକେଲରେ ବସି ଚାଲିଗଲେ? ମୋଟେ ନୁହେଁ। ତାହେଲେ ଆପଣ ମନେ ମନେ କ'ଣ ଅନୁମାନ କରୁଛନ୍ତି? ମୁଁ ଭାବୁଛି ସାଇକେଲଟା ଖାଲି ଗୋଟେ ଧୂଆଁ ବାଣ। ସେଟାକୁ କେଉଁଠି ଲୁଚାଇ ଦେଇ 2 ଜଣ ଯାକ ଚାଲି ଚାଲି ପଳାଇଥିବେ। ତାହା ହୋଇପାରେ, କିନ୍ତୁ ଏ ପ୍ରକାର ଧୂଆଁ ବାଣଟା ଅସଙ୍ଗତ ମନେ ହେଉଛି ନା ନୁହେଁ? ଆଚ୍ଛା, ସେ ଘରେ ଆଉ ସାଇକେଲ ଥିଲା କି? ଆହୁରି ଅନେକ ଥିଲା। ସେ ସାଇକେଲରେ ଚାଲି ଯାଇଛନ୍ତି ବୋଲି ଧାରଣା ଦେବାକୁ 2ଟା ସାଇକେଲ ନେଇ ଲୁଚାଇ ଦେଇ ପାରି ନଥାନ୍ତେ କି? ତାମାନେ ଏକଥା ସେର୍ଲକ ହୋମ୍ସ ଏଇ କାରଣ ଗୁଡ଼ା ଦେଖୁଛନ୍ତି କି ଏମିତି ବି ହେଇପାରିଥାନ୍ତା। ସେ 2ଟା ସାଇକେଲ ନେଇକି ଯଦି ଯିବାର ଅଛି ପଳେଇଥାନ୍ତେ। ଭାବୁଛି ପାରିଥାନ୍ତେ, ନିଶ୍ଚିନ୍ତ ପାରିଥାନ୍ତେ। ତେଣୁ ଏଇ ଧୂଆଁ ବାଣ ଅନୁମାନଟା ଚଳିବ ନାହିଁ। କିନ୍ତୁ ଅନୁସନ୍ଧାନ ଆରମ୍ଭ କରିବା ପାଇଁ ଏଇ ଘଟଣାଟା ଗୋଟେ ଉପଯୁକ୍ତ ପଏଣ୍ଟ। ଗୋଟେ ସାଇକେଲ ଲୁଚାଇ ଦେବା ବା ନଷ୍ଟ କରିଦେବା ଏତେ ସହଜ ନୁହେଁ। ଆଉ ଗୋଟେ ପ୍ରଶ୍ନ, ବାଳକ ନିଖୋଜ ହେବା ପୂର୍ବଦିନ କେହି ତାଙ୍କୁ ଦେଖା କରିବାକୁ ଆସିଥିଲା କି? ନା। ତାଙ୍କ ପାଖକୁ କିଛି ଚିଠି ଆସିଥିଲା କି? ହଁ, ଗୋଟେ ଚିଠି। କାହା ପାଖରୁ? ତାଙ୍କ ବାପାଙ୍କ ପାଖରୁ। ଆପଣ ପିଲାମାନଙ୍କ ଚିଠି ଖୋଲନ୍ତି କି? ନା। ତେବେ ତାଙ୍କ ବାପାଙ୍କ ପାଖରୁ ଚିଠି ଆସିଥିଲା ବୋଲି ଜାଣିଲେ କେମିତି? ଲଫାପା ଉପରେ ତାଙ୍କ ମୋହର ସଂକେତ ଥିଲା, ଆଉ ଠିକଣାଟା ଡ୍ୟୁକଙ୍କ ନିଜ ହାତଲେଖା। ତା ଛଡ଼ା ଚିଠି ଲେଖିବା କଥା ଡ୍ୟୁକ ନିଜେ ମଧ୍ୟ କହୁଛନ୍ତି। ତା ଆଗରୁ ତାଙ୍କ ପାଖକୁ କେବେ ଚିଠି ଆସିଥିଲା କି? ବହୁତ ଦିନ ଧରି ଆସିନଥିଲା। ଫ୍ରାନ୍ସରୁ କେବେ ତାଙ୍କ ପାଖକୁ ଚିଠି ଆସିଥିଲା କି? ନା, କେବେ ନୁହେଁ। ଫ୍ରାନ୍ସରୁ ମାନେ ସେ ପିଲାର ମାଙ୍କ ପାଖରୁ ଆସିଥିଲା କି? ସେ ଉତ୍ତର ଦେଉଛନ୍ତି ନା, କେବେ ନୁହେଁ। ତାପରେ ଆପଣ ମୋ ପ୍ରଶ୍ନର ଉଦ୍ଦେଶ୍ୟ ବୁଝିପାରୁଥିବେ। ଏଇ ବାଳକଙ୍କୁ ଜୋର କରି ନିଆଯାଇଛି କିମ୍ବା ସେ ନିଜ ଇଚ୍ଛାରେ ଚାଲି ଯାଇଛନ୍ତି? ଯଦି ଦ୍ୱିତୀୟଟା ସତ ହୋଇଥାଏ, ତାମାନେ ନିଜ ଇଚ୍ଛାରେ ଚାଲି ଯାଇଛନ୍ତି, ତେବେ ଆପଣ ନିଶ୍ଚୟ ସନ୍ଦେହ କରିବେ ଯେ ବାହାରୁ କେହି ତାଙ୍କୁ ପ୍ରବର୍ତ୍ତାଇଛି। ତା ନହେଲେ ଏତେ ଛୋଟ ପିଲା ଏ କାମ କରି ନଥାନ୍ତେ। ଯଦି କେହି ତାଙ୍କ ସାଥିରେ ଦେଖା କରିବାକୁ ଆସିନାହାନ୍ତି, ତେବେ ଏ ପ୍ରରୋଚନା ନିଶ୍ଚୟ ଚିଠି ଆକାରରେ ଆସିଥିବ। ତେଣୁ ମୁଁ ଜାଣିବାକୁ ଚାହେଁ କେଉଁମାନେ ତାଙ୍କ ପାଖକୁ ଚିଠି ଦିଅନ୍ତି। ତାମାନେ ଏତେ ଯେଉଁ ପ୍ରଶ୍ନ କଲେ ସେର୍ଲକ ହୋମ୍ସ, ତାର ଉଦ୍ଦେଶ୍ୟ ସେ କହିଲେ କି ମୁଁ ଏଇଥିପାଇଁ ଚାହୁଁଛି ଜାଣିବାକୁ କି କେଉଁଠୁ ଚିଠି ଆସିବା କ'ଣ ହେଇଥାଇପାରେ। ତାପରେ କ'ଣ ହେଲା ଦେଖିବା। ଏ ବାବଦରେ ମୁଁ ଆପଣଙ୍କୁ ବିଶେଷ ସାହାଯ୍ୟ କରିପାରିବି ନାହିଁ। ମୁଁ ଯେତେ ଦୂର ଜାଣେ କେବଳ ତାଙ୍କ ବାପା ତାଙ୍କ ପାଖକୁ ଚିଠି ଦିଅନ୍ତି। ଏକଥା କହିଲେ ସେଇ ସ୍କୁଲର ମୁଖ୍ୟ। ତାପରେ ଆଉ ସେ ନିଖୋଜ ହେବା ଦିନ ସେଇ ତାଙ୍କ ପାଖକୁ ଚିଠି ଲେଖିଥିଲେ। ଆଚ୍ଛା, ବାପ ପୁଅଙ୍କ ଭିତରେ ଭଲ ସମ୍ପର୍କ ଥିଲା ତ? ମାନ୍ୟବର ଡ୍ୟୁକ ପ୍ରାୟ କାହାରି ସାଥିରେ ଭଲରେ କଥାବାର୍ତ୍ତା କରନ୍ତି ନାହିଁ। ସେ ସବୁବେଳେ ରାଜ୍ୟର ହାଲଚାଲରେ ବ୍ୟସ୍ତ। ସାଧାରଣ ଭାବପ୍ରବଣତା ତାଙ୍କୁ ଛୁଇଁ ନାହିଁ। କିନ୍ତୁ ପୁଅ ପ୍ରତି ସେ ଯେ କୌଣସି ବାପ ପରି ସବୁବେଳେ ଦୟାଳୁ। କିନ୍ତୁ ପୁଅର ମା ପ୍ରତି ଅଧିକ ସ୍ନେହ ଥିଲା କି? ହଁ। ସେ ଏକଥା କହୁଥିଲେ କି? ନା। ତାହେଲେ ଡ୍ୟୁକ କହୁଥିଲେ କି? ନା, ମୋଟେ ନୁହେଁ। ତେବେ ଆପଣ ଜାଣିଲେ କେମିତି? ଥରେ ମାନ୍ୟବର ଡ୍ୟୁକଙ୍କ ସେକ୍ରେଟାରୀ ଜେମ୍ସ ୱାଇଲ୍ଡରଙ୍କ ସାଥିରେ ମୋର କେତେକ
ଗୁପ୍ତ କଥାବାର୍ତ୍ତା ହୋଇଥିଲା। ଲର୍ଡ ସାଲ୍ଟାୟାରଙ୍କ ବିଷୟରେ ଏ ଖବରଟା ମୁଁ ତାଙ୍କରି ଠାରୁ ପାଇଥିଲି। ତାମାନେ ସେ ଛୋଟ ପିଲାଟା ଯାହାର ନାଁ ହେଉଛି ଲର୍ଡ ସାଲ୍ଟାୟାର, ତାଙ୍କ ବିଷୟରେ ଏଇ ଖବରଟା ସେ ଡ୍ୟୁକଙ୍କ ସେକ୍ରେଟାରୀ ପାଖରୁ ପାଇଥିଲେ ବା ତାଙ୍କ ବାପାଙ୍କ ସେକ୍ରେଟାରୀଙ୍କ ପାଖରୁ ପାଇଥିଲେ। ତାପରେ କ'ଣ ହେଲା? ଆଚ୍ଛା, ହଁ, ଡ୍ୟୁକଙ୍କର ଏଇ ଶେଷ ଚିଠିଟା ବାଳକ ଚାଲିଯିବା ପରେ ସେଟା ତାଙ୍କ ରୁମ୍ରୁ ମିଳିଲା କି ନା? ଚିଠିଟା ସେ ସାଥିରେ ନେଇଯାଇଛନ୍ତି। ଆମେ ଏଥର ୟୁଷ୍ଟନ ଷ୍ଟେସନକୁ ଯିବାବେଳ ହୋଇଗଲାଣି ବୋଧହୁଏ ମିଷ୍ଟର ହୋମ୍ସ। ତାମାନେ ସେଇ ସ୍କୁଲର ମୁଖ୍ୟ କହୁଛନ୍ତି, ଆମେ ଏଥରକ ମୋ ସାଥିରେ ଚାଲନ୍ତୁ, ଆମର ସମୟ ହୋଇଗଲାଣି ବୋଧେ ଷ୍ଟେସନକୁ ଯିବା ପାଇଁ, ଆମେ ଟ୍ରେନରେ ଯିବା। ତାପରେ କ'ଣ ହେଲା? ମୁଁ ଗୋଟେ ଗାଡ଼ି ମଗାଉଛି, 15 ମିନିଟ୍ ଭିତରେ ଆମେ ଆପଣଙ୍କ କାମରେ ବାହାରି ପଡ଼ିବୁ। ଆପଣ ଯଦି ଘରକୁ ଟେଲିଗ୍ରାମ କରିବେ, ତେବେ ଲିଭରପୁଲ ବା ଅନ୍ୟ କେଉଁଠି ଅନୁସନ୍ଧାନ ଚାଲିଛି ବୋଲି ସମସ୍ତଙ୍କୁ ଧାରଣା ଦେଇଦେବେ। ଏ ଭିତରେ ମୁଁ ଆପଣଙ୍କ ସେଠି ନିରୋଳାରେ କେତେଟା କାମ କରିବି। ମୋର ଆଶା, ଯଦିବା ଗନ୍ଧଟା ପୁରୁଣା ହୋଇଗଲାଣି, ତଥାପି ୱାଟସନ୍ ଆଉ ମୋ ପରି 2ଟା ଶିକାରୀ କୁକୁର ନିଶ୍ଚୟ ତାଙ୍କୁ ପାଇପାରିବେ। ତାମାନେ ଏକଥା ସେରଲକ୍ ହୋମ୍ସ କହୁଛନ୍ତି କି ତମେ ଅନ୍ୟ ଠିକଣା ଦେଇଦେବ କି ଚାଲିଛି ମିଛରେ କହିଦେବ, ଆମେ ଯାହାଫଳରେ କି ଆମର କାମଟା ନିରୋଳାରେ ସେଇ ଜାଗାରେ କରିପାରିବୁ। ତାପରେ କ'ଣ ହେଲା? ସେଦିନ ସନ୍ଧ୍ୟାରେ ଆମେ ଡକ୍ଟର ହକ୍ସଟେବଲଙ୍କ ସ୍କୁଲରେ ପହଞ୍ଚିଲୁ। ସେତେବେଳକୁ ଅନ୍ଧାର ହୋଇଯାଇଥାଏ। ଏକଥା ୱାଟସନ୍ ଲେଖୁଛନ୍ତି ବା କହୁଛନ୍ତି କି ପହଞ୍ଚିଗଲେ ସେରଲକ୍ ହୋମ୍ସ ଆଉ ୱାଟସନ୍ ନିଜେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥାଏ। ତାଙ୍କ ବାଟଘର ଟେବୁଲ ଉପରେ ଖଣ୍ଡେ କାର୍ଡ଼ ଥୁଆ ହୋଇଥିଲା। ଆଉ ଚାକର ଆସି ତୁନି କରି ତାଙ୍କୁ କ'ଣ କହିଲା? ତାମାନେ ଗୋଟେ କାର୍ଡ଼ରେ ଲେଖା ଥିଲା, କ'ଣ ଥୁଆ ହେଇଥିଲା। ଚାକର ଆସିକି କହିଲା, ହକ୍ସଟେବଲଙ୍କୁ କିଛି କହିଲା ବା ସେ ସ୍କୁଲର ମୁଖିଆଙ୍କୁ କିଛି ଆସିକି କହିଲା ଗୋଟେ। ସେ ଟିକେ ବିଚଳିତ ହୋଇ କହିଲେ, ଡ୍ୟୁକ୍ ଆଉ ମିଷ୍ଟର ୱାଇଲ୍ଡର ପଢ଼ାଘର ଅପେକ୍ଷା କରିଛନ୍ତି। ଆସନ୍ତୁ, ମୁଁ ତାଙ୍କ ସାଥିରେ ଆପଣମାନଙ୍କର ପରିଚୟ କରାଇଦେବି। ତାମାନେ ନିଜେ ଡ୍ୟୁକ୍ ଆସିଥିଲେ, ତାଙ୍କ ସେକ୍ରେଟାରୀଙ୍କ ସହିତ ଅପେକ୍ଷା କରିଥିଲେ ଏମାନଙ୍କୁ। ତାପରେ ମୁଁ ଅବଶ୍ୟ ଏଇ ବିଖ୍ୟାତ ସମ୍ଭ୍ରାନ୍ତ ଲୋକଙ୍କ ଫଟୋ ସାଥିରେ ବେଶ୍ ପରିଚିତ ଥିଲି, କିନ୍ତୁ ଭଦ୍ରଲୋକ ନିଜେ ତାଙ୍କ ଫଟୋଠାରୁ ଢେର ଅଲଗା। ବେଶ୍ ଡେଙ୍ଗା ଆଉ ସୁନ୍ଦର ଚେହେରା, ପୋଷାକପତ୍ର ଉଚ୍ଚକୋଟୀର, ସରୁ ଧାର ମୁହଁ ଆଉ ଲମ୍ବା ନାକ, ଦେହର ରଙ୍ଗ ରକ୍ତହୀନ ଶ୍ବେତା, ମୁହଁର ନାଲି ଦାଢ଼ି ଦେହ ରଙ୍ଗର ଠିକ୍ ବିପରୀତ। ଘର ମଝିରେ ବସିଥିଲେ। ଆମ ଆଡ଼େ କେମିତି ରୁକ୍ଷ ଭାବରେ ଚାହିଁଲେ। ତାଙ୍କ ପାଖରେ ଜଣେ ଯୁବକ ଠିଆ ହୋଇଥିଲେ। ସେ ତାଙ୍କ ଘରୋଇ ସେକ୍ରେଟାରୀ ୱାଇଲ୍ଡର ବୋଲି ଜାଣିବାରେ କିଛି ସନ୍ଦେହ ହେଲା ନାହିଁ। ସେ ଟିକିଏ ଛୋଟ, କିନ୍ତୁ ନୀଳ ଆଖି ଦିଟାରୁ ଜାଣି ହେଲା ସେ ବେଶ୍ ଚାଲାକ ଚତୁର। ସେ ପ୍ରଥମେ କଥାବାର୍ତ୍ତା ଆରମ୍ଭ କଲେ। ତାମାନେ ଏକଥା ୱାଟସନ୍ କହୁଛନ୍ତି କି ଏମାନେ ପହଞ୍ଚିଲା ପରେ ଏଇ ଘଟଣା ସବୁ ହେଲା। ତାପରେ କ'ଣ? ମୁଁ ଆଜି ସକାଳେ ଟିକିଏ ଡେରିରେ ଆସିଲି ଡକ୍ଟର ହକ୍ସଟେବଲ, ଆପଣଙ୍କୁ ଲଣ୍ଡନ ଯିବା ପାଇଁ ବାରଣ କରିବାକୁ। ଶୁଣିଲି ଏ ଘଟଣାରେ ଅନୁସନ୍ଧାନ କରିବା ପାଇଁ ମିଷ୍ଟର ସେରଲକ୍ ହୋମ୍ସଙ୍କୁ ଡାକିବାକୁ ଆପଣ ଯାଇଛନ୍ତି। ଆପଣ ମାନ୍ୟବର ଡ୍ୟୁକଙ୍କ ସାଥିରେ ପରାମର୍ଶ ନ କରି ଏ ପଦକ୍ଷେପ ନେଇଥିବାରୁ ମାନ୍ୟବର ଡ୍ୟୁକ୍ ଖୁବ୍ ବିସ୍ମିତ। ଏକଥା ତାଙ୍କ ସେକ୍ରେଟାରୀ କହୁଛନ୍ତି ହକ୍ସଟେବଲଙ୍କୁ ବା ସ୍କୁଲର ମୁଖିଆଙ୍କୁ କି ଆପଣ କେମିତି ସେରଲକ୍ ହୋମ୍ସଙ୍କୁ ଡାକିବାକୁ ପଳେଇଲେ ନ ଜଣେଇକି। ତାପରେ କ'ଣ ହେଲା? ମୁଁ ଯେତେବେଳେ ଜାଣିଲି ପୋଲିସ ଅସଫଳ ହେଲେ,
ପୋଲିସ ଅସଫଳ ହେଲେ ବୋଲି ମାନ୍ୟବର ଡ୍ୟୁକ୍ ଭାବୁନାହାନ୍ତି, କିନ୍ତୁ ମିଷ୍ଟର ୱାଇଲ୍ଡର, ଆପଣ ଭଲ ଭାବେ ଜାଣନ୍ତି ଡକ୍ଟର ହକ୍ସଟେବୁଲ ମାନ୍ୟବର ଡ୍ୟୁକ୍ ଏ ଘଟଣାରେ ଲୋକଙ୍କ ଅପବାଦକୁ ଏଡ଼ାଇବାକୁ ବ୍ୟଗ୍ର। ତେଣୁ ସେ ଚାହାନ୍ତି ଏ ଘଟଣା ଖୁବ୍ କମ୍ ଲୋକ ଭିତରେ ରହୁ। ଚିନ୍ତିତ ଡକ୍ଟର ଉତ୍ତର ଦେଲେ, ଘଟଣାଟା ସୁଧାରି ନେଇହେବ। କାଲି ସକାଳ ଟ୍ରେନ୍ରେ ମିଷ୍ଟର ସେର୍ଲକ ହୋମ୍ସ ଲଣ୍ଡନ ଫେରି ଯାଇପାରିବେ। ତାମାନେ ଏମାନେ ସେର୍ଲକ ହୋମ୍ସକୁ ମନା କରୁଛନ୍ତି କି ଆପଣଙ୍କର କିଛି ଆବଶ୍ୟକତା ନାହିଁ, ଆମେ ଆମ ପିଲାକୁ ଖୋଜିବୁ ନିଜେ ବା ଆମ ବାଟରେ ଆମେ ଯିବୁ। ତାପରେ କ'ଣ ହେଲା ଦେଖିବା। ହୋମ୍ସ ତାଙ୍କ ଚିରପରିଚିତ କୋମଳ ଭାଷାରେ କହିଲେ, ମୋଟେ ନୁହେଁ ଡକ୍ଟର, ମୋଟେ ନୁହେଁ। ଉତ୍ତରାଞ୍ଚଳରେ ଏ ପବନ ବଡ଼ ଆମୋଦଦାୟକ ଆଉ ସ୍ୱାସ୍ଥ୍ୟକର। ଏଠି କିଛି ଦିନ ରହି ମନ ଖୁସି କରିବାକୁ ମୁଁ ଠିକ୍ କରିଛି। ମୁଁ ଆପଣଙ୍କ ପାଖରେ ରହିବି କି ଗାଁର କୌଣସି ହୋଟେଲରେ ରହିବି ସେ କଥା ଆପଣ ଠିକ୍ କରିବେ। ଏକଥା ସେର୍ଲକ ହୋମ୍ସ ସେଇଠି କହିଲେ ସମସ୍ତଙ୍କ ଆଗରେ। ତାପରେ କ'ଣ ହେଲା ଦେଖିଲି ହତଭାଗା ଡକ୍ଟର ବିଚରା କିଛି ଠିକ୍ କରି ନ ପାରି ଇତସ୍ତତଃ ହେଉଛନ୍ତି। ଯାହା ହେଉ ନିଜେ ମାନ୍ୟବର ଡ୍ୟୁକ୍ ତାଙ୍କୁ ରକ୍ଷା କଲେ। ଗମ୍ଭୀର ସ୍ୱରରେ ସେ କହିଲେ, ଦେଖନ୍ତୁ ଡକ୍ଟର ହକ୍ସଟେବୁଲ, ମିଷ୍ଟର ୱାଇଲ୍ଡରଙ୍କ କଥାରେ ମୁଁ ଏକମତ ଯେ ଆପଣ ମୋ ସହିତ ପରାମର୍ଶ କରିଥିଲେ ଭଲ ହୋଇଥାନ୍ତା। ତେବେ ଆପଣ ଯେତେବେଳେ ବିଶ୍ୱାସ କରି ମିଷ୍ଟର ହୋମ୍ସକୁ ସବୁ କଥା ଜଣାଇଛନ୍ତି, ଆମେ ତାଙ୍କର ସାହାଯ୍ୟ ନ ନେବାଟା ଅସଙ୍ଗତ ହେବ। ଆପଣଙ୍କର କୌଣସି ହୋଟେଲକୁ ଯିବା ଦରକାର ନାହିଁ ମିଷ୍ଟର ହୋମ୍ସ। ଆପଣ ବରଂ ହୋଲ୍ଡରନେସ୍ ହଲରେ ମୋ ପାଖରେ ରହିଲେ ମୁଁ ଖୁସି ହେବି। ଏକଥା ଡ୍ୟୁକ୍ କହିଲେ। ତାପରେ ଧନ୍ୟବାଦ ଆଜ୍ଞା, କିନ୍ତୁ ମୋ ଅନୁସନ୍ଧାନ ପାଇଁ ମୁଁ ଘଟଣାଟା ଘଟିଥିବା ଜାଗାରେ ରହିଲେ ସୁବିଧା ହେବ। ଯାହା ଆପଣଙ୍କ ଇଚ୍ଛା। ମିଷ୍ଟର ୱାଇଲ୍ଡର କିମ୍ବା ମୋ ଠାରୁ କିଛି ଖବର ଜାଣିବାର ହେଲେ ଆପଣ ଯେକୌଣସି ସମୟରେ ପାଇପାରିବେ। ଏକଥା ଡ୍ୟୁକ୍ କହୁଛନ୍ତି କି ଯଦି କିଛି ଦରକାର ପଡ଼େ ଆପଣ ଆମ ପାଖରୁ ଖବର ପାଇପାରିବେ। ତାପରେ ଆପଣଙ୍କ ସାଥିରେ ଦେଖା କରିବା ମୋର ବୋଧହୁଏ ଦରକାର ହେବ। ଏବେ ମୁଁ ଆପଣଙ୍କୁ କେବଳ ଗୋଟେ ପ୍ରଶ୍ନ ପଚାରୁଛି। ଆପଣଙ୍କ ପୁଅ ଏମିତି ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହେବା ବିଷୟରେ ଆପଣ କିଛି ଅନୁମାନ କରୁଛନ୍ତି କି? ନା, ଡ୍ୟୁକ୍ ଉତ୍ତର ଦେଉଛନ୍ତି, ନା। ମୋତେ କ୍ଷମା କରିବେ ଆଜ୍ଞା, ମୋର ପ୍ରଶ୍ନ ହୁଏତ ଆପଣଙ୍କ ମନରେ କଷ୍ଟ ଦେଇପାରେ, ତଥାପି ମୁଁ ନିରୁପାୟ। ଆପଣ କ'ଣ ଭାବୁଛନ୍ତି ଏ ଘଟଣାରେ ମାନନୀୟା ଡଚେସ୍ ଡ୍ୟୁକ୍ଙ୍କ ପତ୍ନୀଙ୍କର କିଛି ହାତ ଥାଇପାରେ? ସେର୍ଲକ ହୋମ୍ସ କଥା ଡ୍ୟୁକ୍ଙ୍କୁ ପଚାରୁଛନ୍ତି। ମାନ୍ୟବର ଡ୍ୟୁକ୍ ଖୁବ୍ କୁଣ୍ଠାବୋଧ କଲା ପରି ଜଣାଗଲା। ଶେଷରେ ସେ କହିଲେ, ନା, ସେ କଥା ମୁଁ ମୋଟେ ଭାବୁନାହିଁ। ତାହାହେଲେ ଆଉ ଗୋଟେ କଥା ସମ୍ଭବ ହୋଇପାରେ। କେହି ଆପଣଙ୍କଠାରୁ ଅର୍ଥ ଆଦାୟ କରିବା ପାଇଁ ଆପଣଙ୍କ ପୁଅକୁ ହରଣଚାଲ କରି ନେଇଥାଇପାରେ। ଏ ଭିତରେ ଆପଣ କାହାରି ପାଖରୁ ସେମିତି କିଛି ଦାବିପତ୍ର ପାଇଛନ୍ତି କି? ନା। ଆଉ ଗୋଟେ ପ୍ରଶ୍ନ ଆଜ୍ଞା, ଜାଣିବାକୁ ପାଇଲି ଏ ଘଟଣା ଘଟିଲା ଦିନ ଆପଣ ଆପଣଙ୍କ ପୁଅଙ୍କ ପାଖକୁ ଚିଠି ଲେଖିଥିଲେ। ନା, ତା ପୂର୍ବ ଦିନ ଲେଖିଥିଲି। ଠିକ୍, କିନ୍ତୁ ସେ ଘଟଣା ଦିନ ସେଟା ପାଇଲେ। ହଁ। ସ୍କୁଲ ଛାଡ଼ି ଚାଲି ଆସିବାକୁ ପ୍ରବର୍ତ୍ତାଇଲା ଭଳି ସେଥିରେ କିଛି ଲେଖା ଥିଲା କି? ନା, ମୋଟେ ନୁହେଁ। ଆପଣ ନିଜେ ଚିଠିଟା ଡାକ ବ୍ୟାଗରେ ପକାଇଥିଲେ କି? ଡ୍ୟୁକ୍ଙ୍କ କଥାରେ ବାଧା ଦେଇ ତାଙ୍କ ସେକ୍ରେଟାରୀ ଟିକିଏ ରାଗିଯାଇ କହିଲେ, ଚିଠିପତ୍ର ଡାକରେ ଦେବା ମାନ୍ୟବର ଡ୍ୟୁକ୍ଙ୍କ କାମ ନୁହେଁ। ସେଇ ଚିଠିଟା ଅନ୍ୟ ଚିଠି ସାଥିରେ ଟେବୁଲ ଉପରେ ଥିଲା, ମୁଁ ନିଜେ ନେଇ ଡାକ ବ୍ୟାଗରେ ଦେଇଥିଲି। ଅନ୍ୟ ଚିଠି ସାଥିରେ ଏ ଚିଠିଟା ଥିଲା ବୋଲି ଆପଣ ନିଶ୍ଚିନ୍ତ ତ? ହଁ, ମୁଁ ଭଲ ଭାବେ ସେଇଟା ଲକ୍ଷ୍ୟ କରିଛି।
ସେଦିନ ଆପଣ କେତେ ଖଣ୍ଡ ଚିଠି ଲେଖିଥିଲେ? 20-30 ଖଣ୍ଡ ହେବ। ମୋତେ ଅନେକ ଚିଠି ଲେଖିବାକୁ ହୁଏ, କିନ୍ତୁ ଏସବୁ କଥା ନିଶ୍ଚୟ ଅପ୍ରାସଙ୍ଗିକ। ଏକଥା ଡ୍ୟୁକ୍ କହୁଛନ୍ତି କି ମୁଁ 20-30 ଖଣ୍ଡ ଚିଠି ଲେଖିବାକୁ ମୋତେ ହୁଏ, କିନ୍ତୁ ଏ କଥା ଗୁଡ଼ା ସବୁ ଅପ୍ରାସଙ୍ଗିକ। ତାପରେ ସେର୍ଲକ ହୋମ୍ସ କହୁଛନ୍ତି ପୁରାପୁରି ଅପ୍ରାସଙ୍ଗିକ ନୁହେଁ। ଦେଖନ୍ତୁ, ମୋ ତରଫରୁ ମୁଁ ପୋଲିସକୁ ଦକ୍ଷିଣ ଫ୍ରାନ୍ସ ଆଡ଼େ ଧ୍ୟାନ ଦେବାକୁ ଉପଦେଶ ଦେଇଛି। ମୁଁ ତ କହିଛି ଏପରି ଗୋଟେ କାମ କରିବା ପାଇଁ ଡଚେସ୍ କେବେ ପ୍ରରୋଚନା ଦେଇ ନଥିବେ। ମାନେ ସେ ପିଲାର ମା ବା ଡ୍ୟୁକଙ୍କ ପତ୍ନୀ ଦେଇନଥିବେ ପ୍ରରୋଚନା। କିନ୍ତୁ ପିଲା ମନ, ତେଣୁ ଏଇ ଜର୍ମାନ ଶିକ୍ଷକଙ୍କ ସାହାଯ୍ୟରେ ସେ ପଳାଇ ଯାଇଥିବା ସମ୍ଭବ। ଏଥର ଆମେ ଫେରିଯିବୁ ଡକ୍ଟର ହକ୍ସଟେବଲ୍। ତାମାନେ ଡ୍ୟୁକ୍ କହୁଛନ୍ତି ଆମେ ଏଥରକ ଫେରିଯିବୁ, ଯାଉଛୁ। ଡ୍ୟୁକ୍ ଆଉ ତାଙ୍କ ସେକ୍ରେଟାରୀ ଫେରିଯିବାକୁ ବସିଲେ। ତାପରେ କ'ଣ ହେଲା ଦେଖିବା। ଦେଖିଲି ଆଉ କିଛି ପ୍ରଶ୍ନ ପଚାରିବା ପାଇଁ ହୋମ୍ସଙ୍କର ମନ ଥିଲା, କିନ୍ତୁ ହଠାତ୍ ଡ୍ୟୁକ୍ ଏ କଥା କହିବାରେ ଜଣାଗଲା କଥାବାର୍ତ୍ତା ଶେଷ ହେଲା। ଜଣେ ଅପରିଚିତ ଲୋକ ସାଥିରେ ନିଜ ପରିବାରର ଘଟଣା ସବୁ ଆଲୋଚନା କରିବା ତାଙ୍କ ସମ୍ଭ୍ରାନ୍ତ ରୁଚିର ବିରୁଦ୍ଧ ବୋଲି ଜଣାଗଲା। ଅଧିକ ପ୍ରଶ୍ନ ପଚରାଗଲେ ତାଙ୍କ ଡ୍ୟୁକ୍ ଜୀବନର ଗୋପନ କଥା ପଦାରେ ପଡ଼ିଯାଇପାରେ ବୋଲି ସେ ଭୟ କଲେ। ଏକଥା ୱାଟସନ୍ ଲେଖୁଛନ୍ତି କି ଏଇଆ ହେଲା। ତାପରେ ମାନ୍ୟବର ଡ୍ୟୁକ୍ ଆଉ ତାଙ୍କ ସେକ୍ରେଟାରୀ ଚାଲିଯିବା ପରେ ମୋ ବନ୍ଧୁ ଖୁବ୍ ବ୍ୟଗ୍ର ହୋଇ ତାଙ୍କର ଅନୁସନ୍ଧାନ କାମ ଆରମ୍ଭ କରିଦେଲେ। ବାଳକଙ୍କ କୋଠରୀ ଟିକିନିକି ପରୀକ୍ଷା କରାଗଲା। ହଉ, ଆଜି ପାଇଁ ଏତିକି ଥାଉ। ଭିଡ଼ିଓଟି ଲମ୍ବା ଟିକେ ହେଇଗଲାଣି। ଏଇଟା ଗୋଟେ ବଡ଼ ଷ୍ଟୋରି। ପର ଅଧ୍ୟାୟରେ ବା ଦ୍ୱିତୀୟ ଅଧ୍ୟାୟରେ ଆମେ ଦେଖିବା ତାପରେ କ'ଣ ହେଲା। ପ୍ଲେ ଲିଷ୍ଟରେ ଅଛି ଅନ୍ୟ ଷ୍ଟୋରିମାନଙ୍କର ସବୁ ଅଧ୍ୟାୟ, ଆପଣମାନେ ଦେଖିପାରିବେ। ଆହୁରି ଅନେକ ଅଛି, ଆପଣ ୟୁଟ୍ୟୁବକୁ ଯାଇକି ଦେଖିପାରିବେ। ଏଇ ଷ୍ଟୋରି ଆଉ ଅନ୍ୟ ସବୁ ଅଛି ଭିଡ଼ିଓ ଦେଖିପାରିବେ। ଆଜି ଏତିକିରେ ରହୁଛି। ପର ଅଧ୍ୟାୟରେ ଆମେ ଦେଖିବା କ'ଣ ହେଲା। ଧନ୍ୟବାଦ।